ପିଞ୍ଜରା ଭିତରେ ରହି କୋଇଲି ଭାରି କଷ୍ଟ ପାଇଲା। ଶେଷରେ ସେ ହରିକୁ ପଚାରିଲା, ତୁମେ ମୋତେ କାହିଁକି ବନ୍ଦୀ କରିଛ? କୋଇଲିର କଥା ଶୁଣି ହରି ଉତ୍ତର ଦେଲା, ସତରେ କ'ଣ ତୁ ଜାଣୁନା ମୋର କି କ୍ଷତି କରୁଛୁ? ଆସନ୍ତୁ ଶୁଣିବା ସୁନା ମାଠିଆର ସୁନ୍ଦର କାହାଣୀ। ଗାଁଟିର ନାଁ ହରିପୁର। ହରିପୁର ଗାଁରେ ଜଣେ ହରି ବୋଲି ଲୋକଟିଏ ବାସ କରୁଥିଲା। ତାର ସୁନ୍ଦର ବଗିଚାଟିଏ ଥିଲା। ବଗିଚାର ଗୋଟିଏ ପଟେ ଉଠିଥିଲା ବଗିଚା ଯାକର ସବୁଠାରୁ ସୁବାସିତ ଫୁଲ ଗୋଲାପ ଗଛ। ତାହା ଥିଲା ହରିର ବଡ଼ ସୁଖ। ସେ ତାର ଗଛମାନଙ୍କର ଖୁବ୍ ଯତ୍ନ ନିଏ। ଦିନେ ସକାଳେ ସେ ପାଣି ନେଲାବେଳେ ଦେଖିଲା ଗୋଲାପ ଡାଳରେ କୋଇଲିଟିଏ ବସିଛି। ଚଢ଼େଇଟି କୌତୁକରେ କୁଦା ମାରି ସବୁଠୁ ବଢ଼ିଆ ଗୋଲାପକୁ ଟୁକୁରା ଟୁକୁରା କରୁଛି। ହରି ରାଗିଯାଇ ଚଢ଼େଇକୁ ହୁରୁଡ଼ାଇ ଦେଲା। କିନ୍ତୁ ତହିଁ ଆରଦିନ ସକାଳେ ପୁଣି ଦେଖେ ତ କୋଇଲିଟିଏ ପୁଣି ଆସି ସେହି ଡାଳ ଉପରେ ବସିଛି। ଗୋଲାପ ଗଛ ମୂଳେ ଛିଣ୍ଡା ପାଖୁଡ଼ା ଜମା ହୋଇଛି। ଏଥର ହରି ଖୁବ୍ ଜୋରରେ ରାଗିଯାଇ ଫାଶଟିଏ ବସାଇଲା ଚଢ଼େଇ ଧରିବା ପାଇଁ। ପ୍ରତିଦିନ ଏହିପରି ସୁନ୍ଦର ସୁନ୍ଦର କାହାଣୀ ଦେଖିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ତା ପରଦିନ ସକାଳେ ସେ ବଗିଚାକୁ ଯାଇ ଦେଖେ ତ କୋଇଲି ଫାଶରେ ପଡ଼ିଛି। ଗୋଟିଏ ପଞ୍ଜୁରୀ ଆଣି କୋଇଲିକୁ ପଞ୍ଜୁରୀରେ ରଖି ତା ଘରକୁ ନେଇଗଲା। ପଞ୍ଜୁରୀ ଭିତରେ ରହି କୋଇଲି ଭାରି ଦୁଃଖ ପାଇଲା। ଶେଷରେ ସେ ହରିକୁ ପଚାରିଲା, ତୁ କାହିଁକି ମୋତେ ବନ୍ଦୀ କରିଲୁ? ହରି କିନ୍ତୁ କିଛି କହିଲା ନାହିଁ। ପୁଣି ସେ ପଚାରିଲା, ମୁଁ କ'ଣ ତୁମକୁ ସନ୍ଧ୍ୟାରେ ଭଲ ଗୀତ ଶୁଣାଏନି? କୋଇଲିର କଥା ଶୁଣି ହରି ଉତ୍ତର ଦେଲା, ସତରେ କ'ଣ ତୁ ଜାଣୁନା ମୋର କି କ୍ଷତି କରୁଛୁ? ମୁଁ ତୋତେ 2 ଦିନ ହେଲା ସକାଳେ ମୋ ଗୋଲାପ ଗୁଡ଼ିକ ନଷ୍ଟ କରିବାର ଦେଖିଛି। ଦିନ ପରେ ଦିନ ମୋତେ କଷ୍ଟ ଦେଉଥିବାରୁ ତୋର ବନ୍ଧୁମାନଙ୍କଠାରୁ ତତେ ଦୂରେଇ ବନ୍ଦ କରାଯାଇଛି। ତାପରେ କୋଇଲି କହିଲା, ବିନା ମତଲବରେ ଗୋଲାପରୁ କେତୋଟି ପାଖୁଡ଼ା ଛିଣ୍ଡେଇଲି ବୋଲି କ'ଣ ତୁମେ ମୋତେ ଜୀବନଯାକ ବନ୍ଦୀ କରିବ? ନେହୁରା ହେଉଛି ତୁମେ ମୋତେ ଛାଡ଼ିଦିଅ। ହରି ମନରେ ଦୟା ଆସିଲା। ସେ ବଗିଚାକୁ ନେଇ ପିଞ୍ଜରାର ଦ୍ୱାର ଖୋଲିଦେଲା। କୋଇଲି ଉଡ଼ିଯିବା ଆଗରୁ ପାଖ ଡାଳରେ ଘଡ଼ିଏ ବସିଲା। କହିଲା, ତୁମେ ଦୟାଳୁ ମଣିଷ, ମୋତେ ଦୟା କଲ। ତୁମକୁ ମୁଁ ଗୋଟିଏ କଥା କହୁଛି ଶୁଣ। ତୁମେ ଛିଡ଼ା ହୋଇଥିବା ଭୂଇଁରେ ମାଠିଆଏ ସୁନା ପୋତା ହୋଇଛି। ତାକୁ ନେଇ ତୁମେ ବଗିଚା କାମରେ ଲଗାଇବ। ତାପରେ ବଢ଼ିଆ ଗୀତ ଗାଇ କୋଇଲି ତା ବସାକୁ ଉଡ଼ିଗଲା।